सकाळे कोला देखील खरा बोलून असं
ସେଠି ଅନେକ ଇଏ ସଞ୍ଜବେଳେ ଗଲାଯାଇଥିଲି ବେଳେ ବେଳେ ରାତି 2ଟା ବେଳେ ଆସି କବାଟ ବାଡ଼େଇ ତାକୁ ଯାଉ ଶୁଆଇ ଦଉନି ମତେ ଟିକେ କଳା ଦିଅ। ଆଚ୍ଛା ମଉସା ତମ ଝିଅକୁ ଆଜି ପର୍ଯ୍ୟନ୍ତ କେମିତି ରଖିଥିଲ? ଇଏ ସବୁ କଳା ଗୁଡ଼ାକ ଆଇସ୍କ୍ରିମ୍ ଚୁଚୁଲା ଭଳିଆ ଚୁଚୁମି ପକାଉଛି। ଇଏ ସାରେ ମୋ ଝିଅକୁ ତମେ ଚିହ୍ନିନ ନା ହଉ ତମକୁ ମାଛକୁ 10,000 ଟଙ୍କା ଦଉଛି ନା? ହଁ ଦଉଛ। ତମେ କଳା ମୋ ଝିଅକୁ ଶିଖେଇବ ହେଲା। ମା ଭୁଲେଇ ସାର କତରୁ ଅଧା କଳା ତ ଜ୍ଞାନ ହାସଲ କରି ସାରିଲଣି, ଆଉ ତ ଅଧା ଜ୍ଞାନ ହାସଲ ରହିଛି, ତାକୁ ଯେମିତି ଯୋଗ ରକ୍ତ ଶୋଷିଲା ଭଳିଆ ସେମିତି ଶୋଷି ନେବୁ। ଠିକ ଅଛି ହଉ ସାରେ ମୋ ଝିଅ ରହିଲା, ମୋର ଟିକେ ବାହାରେ କାମ ଅଛି, ମୁଁ ଆସୁଛି। ସାରେ ରହିଲେ ଖରା ଜମା କାନକୁ ଛଡି ଦେବୁନି। ଟିକେ ଦିଅ। ସାଗର ଘରେ ନାହିଁ।
ପାଟରେ ବିଜନେସ୍ କରିବି। ଏତେ ଗୁଡେ ଟଙ୍କା ତୁ କୋଉଠୁ ଆଣିବୁ? ତୁ ଦବୁ। ହଁ ତୁ ଦବୁ। ଆରେ ଏତେ ଟଙ୍କା ମୁଁ କୋଉଠୁ ଆଣିବି? ଇଏ ମୁଁ ଜାଣିଛି ବୋଉ, ତୁ ମତେ ମିଛ କହୁଛୁ। ଭାଇ ଯୋଉ ବାହାରେ ରହି କାମ କରି ତୋତେ ଯୋଉ ପଇସା ଦିଏ ସେଥିରୁ ପୁରା ତୁ 1,00,000 ଟଙ୍କା ରଖିଛୁ। ତୁ 1,00,000 ଟଙ୍କା ସେଥିରୁ ଦେଇଦେଲେ ଆଉ ସେ ଯୋଉ ଜମି 2 ଖଣ୍ଡ ଅଛି ସେ 2 ଖଣ୍ଡ ବିକି ଦେଲେ 1,00,000 ଟଙ୍କା, ଇଏ 1,00,000 ଟଙ୍କା, ମୋର 2,00,000 ଟଙ୍କା ହେଇଗଲା। ଆଉ 3,00,000 ଟଙ୍କା ମୁଁ ଆରେଞ୍ଜ କରିଦେବି। କଣ କହିଲ? ହଁ। କଣ କହିଲ? ଆଉ ତୁ ସେ ଜମି ଦି ଖଣ୍ଡ ବିକ୍ରି କରିଦବୁ? ଇଏ ଝିଅଟା କଣ ବିକ୍ରି ଦେଇଥାନ୍ତି? ହେଲେ ତ ସାବତ ପୁଅ ମା ନାଁରେ ପୁରା ଅଛି। କହିଲେ ବେଠା, ସେ ଜମି ଦି ଖଣ୍ଡ ଅଛି ବୋଲି ଆମେ ଚଳୁଛେ। ହଁ। ଯଦି ସେ ଦି ଖଣ୍ଡ ତ ବିକ୍ରି କରିଦବୁ ତାହେଲେ ଆମେ ଖାଇବା କଣ? ମୁଁ ମୋର ଟେନସନ୍ ପାଇଛି, ମୁଁ ମୋ ବ୍ୟବସ୍ଥା କରିଦେଇଛି, ତୁ ତୋ ବ୍ୟବସ୍ଥା କରେ। ତୁ ସେମିତି ଛାଡ଼ି ମୁଁ ଯଦି ତୋ ବ୍ୟବସ୍ଥା କରିଦେଇଛୁ ହଁ। ତାହେଲେ ମୁଁ ବି ମୋ ବ୍ୟବସ୍ଥା କରିଦେଇଛି। ମୁଁ ତତେ ଟଙ୍କା ଦେବିନି। ଦେବିନି। ତୁ ମେଘ ବନ୍ଧୁକୁ
ବଂଶୀରେ ତ ତୁ ଯେତେବେଳେ ମୋ ସାମ୍ରାଜ୍ୟ ଭିତରେ ପଶି ମୋ କଳା କାରନାମା ଚିଠାଟା ନେଇ ଆସିଲୁ ମୁଁ ତ ଘର ଭିତରେ ପଶି ପାରିବିନି ତତେ ନାଲି ଆଖି ଦେଖେଇବା ବ୍ୟତୀତ ମୋର ଆଉ ବାଟ ନାହିଁ હવે ନାଲୋ ଚାଲୋ ଭଲରେ ଭଲରେ କହୁଛି ସେ ଫାଇଲଟା ଦେଇଦେ ଭଲରେ ଭଲରେ ଦେଇଦେ তুমি ମୋ କଥା ବୋଲ ସେ ପାଇଲେ ତମେ ତାକୁ ଦେଇଦିଅ ଆରେ ଏସବୁ ଝଗଡ଼ା କରି ଆମ ଲାଭ କଣ ଆପେ ବଚିଲେ ଟପର ଆରେ ମୋ ଅବସ୍ଥା କଣ ହବ ବୁଝା ବୁଝା ତୋ ଗେରସ୍ତତାକୁ ଟିକେ ବୁଝା ଶୋଇଥିବା ନାଗ ସାପର ମୁଣ୍ଡରେ ହାତ ମାରିଛି ମାନେ ଚୋଟଟା ଖାଇବା ଭୟ ଦେଖନ୍ତୁ ମୁଁ ଆପଣଙ୍କୁ ହାତ ଯୋଡ଼ିଛି ମୋ ସ୍ୱାମୀକୁ ଛାଡ଼ି ଦିଅନ୍ତୁ ମୁଁ ଆପଣଙ୍କୁ କଣ କରୁଛି ଛାଡ଼ି ଦିଅନ୍ତୁ ଭଲରେ ଭଲରେ କହୁଛି ପୋଲିସ ଯଦି ଖବର ଦିଅ ସବୁଦିନ ପାଇଁ ଉପରକୁ ପଠେଇ ଦେବି ଆଜି ବୋଲ କେତେ ତୁମକୁ ମେଡ଼ିକାଲ ନେଇଯିବି ବିପ୍ଳବ ଆରେ बापा बोलू में पता कहाँ को देखेंगे बापा मेडिकल लेती है लालू जी जब भी घर को फेरती है बापा 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 बहू ए बहू बापा घर की हाथ ଏ ସବୁ କେବଳ ତୋରି ପାଇଁ ତୁ କୁଳାଙ୍ଗରଟା କୋଉ ବେଳରେ ଜନ୍ମ ହେଇଥିଲୁ କେଜାଣି ତୋରି ପାଇଁ
କହିଲୁ ଦେଖି ବାପା କୁଆଡ଼େ ଗଲେ? तो बापा घर छाड़ी चली जाइछन्ति ବାପା ଘର ଛାଡ଼ି ଚାଲି ଯାଇଛନ୍ତି? ହେଲେ କାହିଁକି ବୋଉ? ତୁ ଜାଣିଛୁ ତାଙ୍କ ଦେହ ଭଲ ନାହିଁ, ଏହି ଅବସ୍ଥାରେ ତୁ ତାଙ୍କୁ କେମିତି ଛାଡ଼ିଲୁ? वो तक मैं तो बाहर कर गई ହେଲେ କାହିଁକି? वो माया रे अंत होई तो बापा तो बाहर कर गई ना ले सेई पोमोची साव मते मारी देला ତୁ ବ୍ୟସ୍ତ ହରେ। ମୁଁ ଦେଖୁଛି ବାପା କୋଉଠି ଅଛନ୍ତି। ମୁଁ ବାପାଙ୍କୁ ଖୋଜି ଚାଲୁଛି। ମେଘାକୁ ବୁଝେଇଦେବି। ତୁ ଜମା ବ୍ୟସ୍ତ ହନା। ମୁଁ ଆସୁଛି ବୋଉ, ମୁଁ ଆସୁଛି। ଚାଲ, ମେଡ଼ିକାଲ ଯିବା, ମେଡ଼ିକାଲ ଯିବା। गीत कहला पेपर टीवी एडवर्टाइजमेंट देती कहीं ना कहीं तुमको आखि दान करेंगे हेले आखि बोली अमूल्य रत्न को किए बा कहीं तामें तुम सबुदिन अंध हो गए ଏଇଟା ଆକାଶଙ୍କ ଘର ତ? ଆପଣ ଆକାଶ ବାବୁ ତ? हाँ मु आकाश हेले आपण ଆକାଶ ବାବୁ, ଆପଣ ପେପରରେ ଗୋଟେ ଆଡ଼ଭର୍ଟାଇଜମେଣ୍ଟ ଦେଇଥିଲେ। ସେ ପେପର ଦେଖିକି ମୁଁ ଆପଣଙ୍କ ପାଖକୁ ଆସିଛି। हाँ आज्ञा मु एडवर्टाइजमेंट देखे ए एक्सीडेंट में मो आखि दिटा नष्ट हो गई तो सेति पाई ହେଲେ ଆକାଶ ବାବୁ, ମୁଁ ମୋ ଆଖି ଆପଣଙ୍କୁ ଦେବାକୁ ଚାହୁଁଛି। ଆକାଶ ବାବୁ, कौन कहले आपण मते आखि दान करिवे ହଁ ଆକାଶ ବାବୁ, ମୋ ମାଆଙ୍କ ପେଟରେ ଗୋଟେ ଟ୍ୟୁମର ହେଇଛି। ଡାକ୍ତର କହୁଛନ୍ତି ସେଥିପାଇଁ ଲକ୍ଷେ ଟଙ୍କା ଦରକାର। ମୁଁ ଗରିବ ଲୋକ ଆଜ୍ଞା, ମୁଁ ଏତେ ଟଙ୍କା କୋଉଠୁ ଆଣିବି ଆକାଶ ବାବୁ? ମୁଁ ସେଥିପାଇଁ ନିଷ୍ପତ୍ତି ନେଇଛି ମୋ ଆଖିଟାକୁ ଆପଣଙ୍କୁ ଦାନ କରିଦେବି। हेले आपण को कथाबार्ता तो लागुଛି आपण जने ଯୁବକ ଲୋକ ଏମିତି ଯୁବକ ଅବସ୍ଥାରେ ଆପଣ ଆଖି ଦିଟା କାହିଁକି ଗରିବ ମୁଲିଆ ଲୋକ ଆଜ୍ଞା, ଆମେ ଖଟିଲେ ଖାଇବୁ, କେତେ ଟଙ୍କା କୋଉଠୁ ଆଣିବି? ସେଇଥିପାଇଁ ମୁଁ ନିଷ୍ପତ୍ତି ନେଇଛି ମୋ ମାଆକୁ ଭଲ କରିବା ପାଇଁ ମୁଁ ମୋ ଆଖିକି ବିକ୍ରି କରିଦେବି। ଧନ୍ୟ କରିବ ତ ଆଜି ଏ ଦୁନିଆରେ ବାପା ମାଆଙ୍କୁ ଗଣ୍ଡେ ଭଲରେ ଖାଇବାକୁ ଦଉନା ଇଏ ଜଣେ ଏମିତି କହୁଛି ନିଜ ମାଆର ରୋଗ ଭଲ କରିବାକୁ ଯାଇ ନିଜ ଆଖି ଦିଟା ବିକୁ ଏମିତି ପୁଅକୁ ଆଜି ମୁଁ ସାଲୁଟ ମାରୁଛି ମୋ ଜୀବନଟା ଧନ୍ୟ ହେଇଛି ଏମିତି ଜଣେ ମହାପୁରୁଷର ଆଖି ଦିଟା ମୋ ଦେହରେ ଆକାଶ ବାବୁ, ତାହେଲେ ଆପଣ କୁହନ୍ତୁ କୋଉଦିନ ଅପରେସନ ହବ? ଆସନ୍ତାକାଲି ହସ୍ପିଟାଲ ଆସ ସେଇଠି ଅପରେସନ ଠିକ ଅଛି ଆକାଶ ବାବୁ, ମୁଁ ଏବେ ଆସୁଛି। ଆରେ ଟିକେ ଶୁଣ ଏତେ ବାଟରୁ ଆସିଛ ଆଜ୍ଞା, ଖାଲି ଖାଲି ଚାଲିଗଲେ ମୋ ମନଟା କଷ୍ଟ ହବନି ନାଇଁ ଆକାଶ ବାବୁ, ଟିକେ ଆକାଶ ବାବୁ ମୋ କଥା ଟିକେ ଶୁଣନ୍ତୁ। ମୋ ମା ମେଡ଼ିକାଲରେ ଅଛି, ତା ପାଖରେ କେହି ନାହାନ୍ତି, ମୋତେ ଯିବାକୁ ପଡ଼ିବ। ଆକାଶ ବାବୁ, ମୁଁ ଆସି ଆଉ କେବେ ଆପଣଙ୍କ ଘରେ ଖାଇବି, ନିଶ୍ଚୟ ଖାଇବି। ମୁଁ ଏବେ ଆସୁଛି ଆକାଶ ବାବୁ। ଆରେ ଟିକେ ରୁହ କଣ ହେଲା? ମତେ କଣ ସବୁ ଗାଡ଼ିରେ କହିଲା ହେଲେ ଏଠି ତ କେହି ନାହାନ୍ତି। ତମେ ଆଣିବା ଆଗରୁ ସେ ଲୋକ ଚାଲିଗଲେ ଚାଲିଗଲେ। ତମେ ଜାଣିଛନ୍ତି ତ କାଲି ମୋ ଆଖି ଅପରେସନ ହବ ଏ ଯୋଉ ଲୋକ ଆସିଥିଲେ ସେ ମତେ ଆଖି ଦିଟା ଦାନ କରିଥିଲେ ହେଲେ ଏ ଲୋକର କଥାଟା ଶୁଣି ମୋ ମନକୁ ଭାରି କଷ୍ଟ ହେଲା କଣ ପାଇଁ? ସେ ଲୋକ ଏମିତି କଣ କହିଲେ କି? ସେ ତା ମାଆର ରୋଗ ଭଲ କରିବାକୁ ଯାଇ ସେ ତା ଆଖି ଦିଟା ଦେଖି ସେ ନିଶ୍ଚୟ ସେ ମୋ ସାଧାରଣ କରି ମହାପୁରୁଷ ହେଇଥିବେ। କାହିଁକି ନା ତାଙ୍କ ମା ପାଇଁ ସେ ଆଖି ଦାନ କରିବାକୁ ଚାହୁଁଛନ୍ତି। ଜାଣିଛ, ଆଜି ଏଇ ମୋ ସାଗର କଥା ମୋର ବହୁତ ମନେ ପଡୁଛି। ମୋର ଇଚ୍ଛା ହଉଛି ତାକୁ ଟିକେ ଆଖି ପୁରେଇ ଦେଖିବା ପାଇଁ। ଛାଡ଼ ସେ କଥା।
ଆଖି ଅପରେସନ୍ ହବ ଚାଲ ଆଜି ଯେବେ ଆମେ ଆଡମିଟ୍ ହେଲେ କାଲି ତମର ଆଖି ଅପରେସନ୍ ହବ ଆସ ହସ୍ପିଟାଲ ଯିବା ଆରେ ବାବା ଆସ ମୋତେ କହିଲା ଆଜି ତମ ଆଖିକୁ ପରୀକ୍ଷା ହେବ ପ୍ରଥମେ ତମେ କାହାକୁ ଦେଖିବ ମୁଁ ମୋ ମିତ୍ରର ମୁହଁ ଦେଖିବି। ଆଚ୍ଛା ତମେ ମୋ ମୁହଁ ଦେଖିବ ଠିକ୍ ଅଛି ମୁଁ ତମ ଆଖିକୁ ପରୀକ୍ଷା କରିଛି ତମେ ଧୀରେ ଧୀରେ ଆଖି ଖୋଲିବା ପାଇଁ ଚେଷ୍ଟା କରିବ ହେଲା କାହାଣୀ ଆରମ୍ଭ धीरे धीरे आगे खोलो आस्ते पूरा धीरे धीरे खोलो
ସେଥିପାଇଁ ମୁଁ ଆଜି ମୋ ଆଖି ଦିଟା ଫେରି ପାଇ ଏବେ ମୋ ଟଙ୍କାଟା ଦେଇଦିଅନ୍ତୁ। ବ୍ୟସ୍ତ ହୁଅନ୍ତୁ, ତମକୁ ଖୁଆଇ ପିଆଇ ଟଙ୍କା ନେଇ ମୁଁ ନିଜେ ତମ ଘରେ ନେଇ ଛାଡ଼ିବି। ଟଙ୍କା ନେଇକି ଗଲେ ଅପରେସନ ହବ, ଆପଣ ମୋତେ ଟଙ୍କାଟା ଦିଅନ୍ତୁ ଆକାଶ ବାବୁ। ଠିକ୍ ଅଛି। ଆପଣ ସଚେତ ଧନ୍ୟବାଦ ବାବୁ। କେବଳ ଆପଣଙ୍କ ପାଇଁ ଆମ ଆକାଶ ବାବୁ ଆଜି ଆଖି ପାଇଛନ୍ତି। ନିଅନ୍ତୁ ନିଅନ୍ତୁ ବାବୁ, ଆପଣଙ୍କ ଟଙ୍କା ନିଅନ୍ତୁ ଦିଅନ୍ତୁ। ନିଅନ୍ତୁ। କିଛି ଦେଇପାରିଲି ନାହିଁ, ହେଲେ ଅନ୍ତରିକି ତ ତମକୁ ଆଟଲିଷ୍ଟ ଅନୁଭବ କରିପାରିବି। ଏ ସମୁକା ଆସ ମୋ ପାଖକୁ, ସମୁକା ଆସ। नहीं नहीं सर नहीं, ମୁଁ ତମ ପାଖକୁ କେବେ ବି ଯାଇପାରିବି। ହେଲେ କାହିଁକି? କାହିଁକି ନା ମୁଁ ହଉଛି ଗୋଟେ ଅଭିଶପ୍ତ ଉପସୀ। ଅଭିଶାପରେ ମୋ ସଂସାରଟା ଜଳି ପଡ଼ି ସାରିଲାଣି। ମୋ ଶ୍ୱଶୁର ମୋତେ ଅଭିଶାପ ଦେଇଛନ୍ତି। ମୁଁ ଯଦି କେବେ ତମକୁ ବିଚାର କରିବାକୁ ଚେଷ୍ଟା କରେ ତାହେଲେ ମୋ ହାତର ସଂଖ୍ୟା ଭାଙ୍ଗିଯିବ, ମୋ ମତର ସିନ୍ଦୁର ଲିଭିଯିବ। ହିନ୍ଦୁ ଘରର ନାରୀଟିଏ କୌଣସି ସ୍ତ୍ରୀ କ'ଣ କେବେ ଚାହିଁବ ତା ହାତର ସଂଖ୍ୟା ଭାଙ୍ଗି ଯାଉ, ମତର ସିନ୍ଦୁର ଲିଭେଇ ଯାଉ। ତମେ ଏଠୁ ଚାଲିଯାଅ, ଚାଲିଯାଅ ତମେ ଏଠୁ। ସମୁକା ରାସ୍ତାରେ ଗଲାବେଳେ ଯଦି ଟ୍ରକ୍ ଚାପି ଦେଲା ଯଦି ମୁଁ ମରିଗଲି। ନାଇଁ, ନାଇଁ, ତମେ ସେମିତି କରିବି। ତମକୁ ଆଶା ମିଳୁଛି, ତମେ ସେମିତି କରନି। ତମକୁ ସାଗର ରାୟ ଯଦି ତମେ ମୋ ସହିତ ନ ଯାଅ ତାହେଲେ ନାଇଁ, ମୋ ମରା ମୁହଁ ଦେଖି କାହିଁକି ତମ ଜୀବନ ଦୋଷକି ରାସ୍ତା ଅପେକ୍ଷା କରି ଦଉଛ? ଏଇ ସାଗରେ ମୁଁ ତମକୁ କେମିତି ବୁଝେଇବି ସେ କଥା ମୁଁ ନିଜେ ବି ବୁଝିପାରୁନି। ମୋ ବାପା ଅଭିଶାପ ଦେଲେ, ମୋ ସଂସାରଟା ଜାଣି ପଡ଼ି ସଂସାର ହେଇଗଲା। ଶ୍ୱଶୁର ଅଭିଶାପ ଦେଇଛନ୍ତି, ମୁଁ ଯଦି ତମ ଛାଡ଼ିପାରିବି ତାହେଲେ ତମ ମନ ମୁହଁ ଦେଖିବି। ସ୍ୱାମୀଙ୍କ ଆଗରେ ମୁଁ ଯଦି ତାଙ୍କ ପାଖକୁ ନ ଯିବି ତାହେଲେ ସେ ମରିଯିବେ। କ'ଣ କରିବି? ଏଣୁ ମାଇଲେ ରୋଗ ହତ୍ୟା, ଏଣୁ ମାଇଲେ ଗୃହ ହତ୍ୟା। ମୁଁ କ'ଣ କରିବି? ମୁଁ ନିଜେ ଚିନ୍ତାନ୍ୱିତ ହେଇଗଲା। ସବୁ ଠିକ୍ ହେଇଯିବ ସମୁକା, ତମେ ସେମିତି ବ୍ୟସ୍ତ ହୁଅ। ଆଉ ତମର ଆଉ ମୋତେ କିଛି ବୁଝେଇବା ଦରକାର ନାହିଁ। ଗୋଟେ କଥା ମୁଁ ଭଲ ଭାବେ ବୁଝି ସାରିଛି। ତମେ ମୋତେ ମନେ ମନେ ଭଲ ପାଉଥିଲ, ମୋତେ ବିବାହ କରିବାକୁ ଚାହୁଁଥିଲ। ଆଉ ମୁଁ ତମ ବିଶ୍ୱାସ ହେଲି ବୋଲି ମୋ ସ୍ୱାମୀ ଆଗକୁ ନେଇ ତମେ ତମ ଆଖିରେ ଲଗେଇଦେଲ। ମୋତେ ବିଶ୍ୱାସ କର ସମୁକା, ଏ ବିଷୟରେ ମୁଁ କିଛି ଜାଣିନି। ଆଉ ସାମ୍ବାଦିକ କିଛି ଦରକାର ନାହିଁ। ମୁଁ କି ମୋ ସ୍ୱାମୀ ଏ ଘର ଗୋଟାଏ ମୁହୂର୍ତ୍ତ ରହିଛି। ଏବେ ଏଇ ମୁହୂର୍ତ୍ତରେ ମୋ ସ୍ୱାମୀକୁ ନେଇ ମୁଁ ଚାଲିଛି। ଏଇ ନା, ଆମେ ସବୁଦିନ ପାଇଁ ଏ ଘର ଛାଡ଼ି ଚାଲିଯିବା। କେମିତି ସଂସାର ମଣିଷ ଆମେ କେବେ କରିବାନି, କେବେ ରହିପାରିବାନି। ଆରେ ଭାଇ ମୁଁ ଅନ୍ଧ ହୋଇଯାଇଛି, ତୋ ହାତରେ ଦୁରା ଟଙ୍କା। ଆରେ ମେଘା ତୁ ଆସିଛୁ ମେଘା? ହଁ ଚାଲ, ବୋଉର ଅପରେସନ ହବ। ବୋଉ ମେଡ଼ିକାଲ ଅଛି, ତାପରେ ଗୋଟେ ଟ୍ୟୁମର ହେଇଛି। ଦେଖେ ମୁଁ ଲକ୍ଷେ ଟଙ୍କା ଯୋଗାଡ଼ କରିଦେଇଛି। ଏ ଭାଇ ଚାଲ ଯିବା, ବୋଉକୁ ହସ୍ପିଟାଲ ନେଇକି ଯିବା। ନା 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 ନା, ହସ୍ପିଟାଲ କାହିଁ ଯିବୁ? ବୋଉ ତ ବୁଢ଼ୀ ହେଲାଣି, ତା ପକ୍ଷେ ଏତେ ଗୁଡ଼ା ଟଙ୍କା କ'ଣ ପାଇଁ ଖର୍ଚ୍ଚ କରିବୁ? ଗୋଟେ କାମ କରେ,
ଟଙ୍କାଟା ମୋତେ ଦେଇଦେ। ଏମିତି ଯଦି କହିବ ତ ସମସ୍ତେ ନାଚ ଲାଗୁନି ନାଚ କାଇଁ ଲାଗିବ ବା? ବହୁତ ମୂଲ୍ୟ ନାହିଁ। ପଡ଼ିଯାଉ। ପୁଣି ନାଚ ଲାଗିବ। ଏ ଦେଖା, ତୁ ଭାଉଜକୁ ଏମିତି କହୁଛୁ। ତୋତେ ଟିକେ ନାଚ ଲାଗୁନି? ନାଇଁ, ଭାଉଜ ଯେତେବେଳେ ଦିଅ ପାଟିରେ ମାରି ପାରିଲେ, ସେତେବେଳେ ନାଚ ଲାଗିଲାନି। ଶୁଣ ସେ ଟଙ୍କା ମୁଁ ତମକୁ କେବେ ବି ଦେବିନି ଏଠି ଯାହା ବି ହେଇଯାଉ ସେ ଟଙ୍କା ଆମେ ତମକୁ କେବେ ବି ଦେବାନି ଚାଲ ସେ ଟଙ୍କା ନେଇ ଆମେ ଚାଲିଯିବା ଭଲରେ କହୁଛୁ ଟଙ୍କାଟା ଦେ। ନହେଲେ ତୋତେ ନେଇ ଦେଉଦୋଳା ପାଖରେ କି ନାହିଁ। ସେ ଟଙ୍କାଟା ବି ଦେ। ଏ ନାଇଁ, ମେଘା, ତୁ ସେଠି କହନା। ମେଘା, ସେ ତୋ ଭାଉଜ। ବାସ, ଦେ। ଏ ସେମିତି କିଛି କହନା। ହଁ, ଭାଉଜ ମୋର। ଭାଉଜ ପୁରା ବୋଗାଳିଆ ହେଇ ସୁନ୍ଦରିଆଟା ହେଇଛି। ଏ ଭାଉଜକୁ ନେବି କି ଜାଣେ? ଆଉ ସେ ଟଙ୍କାଟା ବି ନେଇଯିବି। ନାଇଁ, ନାଇଁ, ଏ ବାବା, ତୁ ସେମିତି କହନି। ତୋତେ ଆରେ ଚାଲ। ଆରେ ଏ, ମେଘା। ମରିବା ଅପେକ୍ଷା ଏଇଠି ବସି ଭିକ ମାଗିବି କିଛି ନହେଲେ ତ କେହି ଜଣେ ବାବୁ ଭଲ ଲୋକ ଥିବେ ସେ ମୋତେ ନିଶ୍ଚୟ ସାହାଯ୍ୟ କରିବେ। ଏମିତି ଗୋଟେ ଦୋଷରେ ମୋତେ ଛିଡ଼ା କରିଦେଇଛୁ ଯେ ମୁଁ କ'ଣ କରିବି ମୁଁ ନିଜେ ଜାଣିପାରୁନି। ସେପଟରେ ମୋ ମାଆର ଟ୍ୟୁମର ଅପରେସନ ହବ, 1,00,000 ଟଙ୍କା ବହୁତ କଷ୍ଟରେ ଯୋଗାଡ଼ କରିଥିଲି। ହେଲେ ମୋ ସାନ ଭାଇ ମେଘା ସେ ଟଙ୍କା ସବୁ ତକ ନେଇଗଲା। ହେ ବାବୁମାନେ, ମୋ ମାଆକୁ ଭଲ କରିବା ପାଇଁ ମୁଁ ଆପଣଙ୍କ ପାଖରେ ଗୁହାରି ହଉଛି। ମୋ ମାଆକୁ ଭଲ କରିବା ପାଇଁ ମୋତେ ଗୋଟେ ଭିକ ଦିଅନ୍ତୁ। ହେ ବାବୁମାନେ, ମୋତେ ଗୋଟେ ଭିକ ଦିଅନ୍ତୁ। ହେ ବାବୁ, ମୁଁ 3 ଦିନ ହେଲା କିଛି ଖାଇନି।
ଆରେ ତୁ ଆଖି କଣ ହେଲା ଏଥର ମତେ ଭଙ୍ଗ କରିବା ପାଇଁ ତାକି ଦିଟା ସେ ବିକି ଦେଇଛି କଣ ହେଇଛି ତମର ଏ ବାବା ଆରେ କଣ ହେଇଛି ଆମର ମୋର ମୋ ପେଟରେ ଗୋଟେ ଟ୍ୟୁମର ହେଇଛି ମତେ ଭଲ କରିବା ପାଇଁ ସେ ତା ଆଖି ଦିଟା ବିକି ଦେଇଛି ବହୁତ ଆମେ ମେଡ଼ିକାଲ ନେଇକି ଯିବା ଯାହା ଏକା ସେ ପଇସା ଆମେ ବହୁତ ଟ୍ରିଟମେଣ୍ଟ କରିଦେବା ଚାଲ ବାପା ଆରେ ତୁ ପଇସ ନା ପତର ଆରେ ଲୋକ କହୁଛନ୍ତି ମତେ ଭଲ କରିବାକୁ ନାହିଁ ତୁ ଘରେ ଇଞ୍ଜେକ୍ସନ ପାଖରେ କୁକୁର ହେଇଗଲୁ ଆଉ ଭଉଣୀର ଶୀଘ୍ର ରକ୍ଷା କରିବାକୁ ନାହିଁ ସ୍ତ୍ରୀଟାକୁ ବଳି ବନେଇ ଦେଲୁ ଆଜି ମାଆକୁ ଭଲ କରିବାକୁ ନାହିଁ ତୁ ଆଖି ଦିଟା ବିକି ଦେଲୁ ଏଇ ତମେ ମତେ ଅଭିଶାପ ଦିଅ ମୋ ମା ହବା ପାଇଁ ଯୋଗ୍ୟ ନୁହଁ ଠାକୁରଙ୍କୁ ତମେ ଏତିକି ଡାକ ମୋ ଭଳି ମାଆକୁ ପୁଅକୁ ନ ମିଳୁ ତୁ ସେମିତି କର ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ହେ ମା ଜଟାଧାରୀ ମୋ ମା ଭଳିଆ ମା ସବୁ କିନ୍ତୁ ଏମିତି ଗୋଟେ ପୁରାତନ ପୁଅ କାହା କୋଳରେ କେବେ ଜନ୍ମ ନହେଲ ହେ ଠାକୁରେ ଏତେ ଦୁଃଖ ଦେବା ଆଗରୁ ମତେ ମାରିଦେଲେନି କାହିଁକି ମୋ ଛାତି
बाबू हम बाबू को हाथ जोड़ती बाबू हम वो भाई को छोड़ दे तू बाबू वो भाई के पीछे भी खेती करन तनी हम बाबू को कोड़ लाने बाबू नो भाई ओ भाई नो भाई मेरा बहुत आने निको लागू तोर एठी केही भाई भाई नाहंती तत्ते एठी आनिबार हमर गोटाए प्लान थिला पूरा कथा मने पका तू मते कहले तू घर होना गोटे साउ करो गोटे चलाओ सारी अत पति सब नवा पाई मु तते तबर भाई तो भाई भाई एठी केही नाहंती अरे माता होया मु एतरा आसी गुरु सभारे जेमिति द्रौपदीर वस्त्र हरण हेइथिला मु आजि को सेमिति वस्त्र हरण करिबि मोर ये शिकार आज मुंह करे अबे हट नहीं मेघा कथा कहनी अबे बोली हट
ମୁଁ କେମିତି ବଞ୍ଚିବି ମୋ ପରିବାର ବିନା ତୁ ମୋଠୁ ସମସ୍ତଙ୍କୁ ଅଲଗା କରିଦେଲୁ ଆଉ କ'ଣ ବାକି ତେଣୁକରି ମୁଁ ଆଜି ନିଷ୍ପତ୍ତି ନେଇଛି ମୁଁ ଆଉ ବଞ୍ଚିବିନି ମୁଁ ଆଜି ବିଷ ପିଇ ମରିଯିବି ତମେ କ'ଣ କହୁଛ ଯେତେ ବଡ଼ ସ୍ୱାର୍ଥପର ତମେ ସାଙ୍ଗ ହେଇ ବାହା ହେଇଥିଲେ 7 ବର୍ଷ 8 ଦୀପକୁ ସାକ୍ଷୀ ରଖି ତମେ ମୋତେ କଥା ଦେଇଥିଲ 7 ବର୍ଷ ଯାଏ ତମେ ମୋ ସାଥିରେ ରହିବ ଗୋଟାଏ ସମୟ ତମେ ମୋ ହାତ ଛାଡ଼ି ଚାଲିଯିବାକୁ ଚାହୁଁଛ କେତେ ବଡ଼ ସ୍ୱାର୍ଥପର ତମେ ମୋର ସେହି ସାଙ୍ଗ ନା ଯିଏ ମୋତେ କହୁଥିଲା କ'ଣ କହିଥିଲି ଏଇଆ କହିଥିଲି ଜିଇଲେ ଜିଇବା ସାଥୀ ହୋଇ ମରିଲେ ମରିବା ସାଥୀ ହୋଇ କେମିତି ଗୋଟାଏ ସମୟ ତମେ ମୋ ହାତ ଛାଡ଼ି ଏକା ଏକା ଚାଲି ଯାଉଛ ତମେ କେବେ ଭାବିଛ ତମେ ଚାଲିଗଲା ପରେ ଜୀବନରେ ମୁଁ ବଞ୍ଚିବି କେମିତି ବଞ୍ଚିବି ମୁଁ ଯଦି ମରିବା ତାହେଲେ ସାଥୀ ହେଇ ମରିବା ଦିଅ ଆଜି ସେ ବିଷ ମୁଁ ତମକୁ ଖୁଆଇଦେବି ଆଉ ତମେ ମୋତେ ଖୁଆଇଦେବ ଚିନ୍ତା କରିବା ଦରକାର ନାହିଁ ମୁଁ ତ ବାପା ମାଆକୁ ମେଡିକାଲ ଭଲ କରିବି ଆପଣ ଆସନ୍ତୁ ମୋ ବାପା ମାଆକୁ ଭଲ ମୋ ମୁଣ୍ଡଟା କ'ଣ ହେଇଯାଉଛି ସବୁ ଆପଣଙ୍କୁ ନଚାଇ ନଚାଇ ମୁଁ କେତେ ଭୁଲ କରିଛି ସେଥିପାଇଁ ଆପଣ ମୋତେ କ୍ଷମା କରିଦେବେ ଆପଣ ମୋତେ କ୍ଷମା କରିଦେବେ ଆମେ ବିଚାର ବିଷ ପିଇ ଦେଇଛୁ চির বিচারে